ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ବାରମ୍ବାର ଧନ ହାନି ହେଉଥିଲେ ଯେକୌଣସି ବୁଧବାର କିନ୍ନରମାନଙ୍କୁ ସବୁଜ ବସ୍ତ୍ର ଦାନ କଲେ ଶୁଭ ଫଳ ମିଳିଥାଏ। ନମ୍ବର 2, ଶନି ଗ୍ରହ ପ୍ରତିକାର ପାଇଁ ବାଡ଼ିଅଁଳା ଚେର ଶନିବାର ଦିନ ନିଜ ପାଖରେ ରଖନ୍ତୁ। କଳା ଘୋଡ଼ାର ନାଲରେ ମୁଦି ତିଆରି କରି ପିନ୍ଧନ୍ତୁ। କୁଆମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଶନି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ନମ୍ବର 3, ରାତିରେ ଛାଞ୍ଚୁଣି ଧରି ଘର ଓଳାନ୍ତୁ ନାହିଁ କିମ୍ବା ଘରର ଅଳିଆ ଆବର୍ଜନା ବାହାରେ ଫିଙ୍ଗନ୍ତୁ ନାହିଁ। ନମ୍ବର 4, ଛିଡ଼ି ଯାଇଥିବା ମନି ପର୍ସ ରଖନ୍ତୁ ନାହିଁ। ପୁରୁଣା ଦୋକାନ ଚିଠା ରଖନ୍ତୁ ନାହିଁ। ପଇସାକୁ ମୋଡ଼ି କରି ମନି ପର୍ସରେ ରଖନ୍ତୁ ନାହିଁ। ନମ୍ବର 5, ଭାତ ପରସିବା ପରେ ହାଣ୍ଡିକୁ ପୁରା ଖାଲି କରିବା ଉଚିତ ନୁହେଁ ଏବଂ ରୁଟି ପରସିବା ପରେ ରୁଟି ରଖିଥିବା ଜାଗାଟିକୁ ଖାଲି କରିବା ବି ଉଚିତ ନୁହେଁ। ନମ୍ବର 6, ଠାକୁର ପୂଜା କରିବା ସମୟରେ ଯଦି ଅତିଥି ଆସି ଦୁଆର ମୁହଁରେ ଡାକନ୍ତି କିମ୍ବା ଝିଟିପିଟି ସତ୍ ସତ୍ ଶବ୍ଦ କରେ ସେହି ଦିନଟି ଶୁଭ ବୋଲି ଜାଣିବେ। ନମ୍ବର 7, କୌଣସି ମଙ୍ଗଳବାର ଦିନ ଭୁଇଁରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ ଯେପରି ମୁଣ୍ଡରେ ଲାଗିବ। ଏହା କରିବା ଦ୍ୱାରା ଚର୍ମ ରୋଗ ହୋଇନଥାଏ। ନମ୍ବର 8, ବାସନ ମାଜିବା ବେଳେ ବାସନର ଶବ୍ଦ କମ୍ ହେବା ଆବଶ୍ୟକ। ନାରୀମାନଙ୍କ ହାତରେ ପିନ୍ଧିଥିବା ଚୁଡ଼ିର ଶବ୍ଦ ମଧ୍ୟ କମ୍ ହେବା ଆବଶ୍ୟକ। ଏହା ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ। ନମ୍ବର 9, ରାତିରେ ନିଦ ନ ହେଉଥିଲେ ବିଛଣାରେ ବସି ଦୀର୍ଘ ନିଶ୍ୱାସ ଭିତରକୁ ନେଇ ଧୀରେ ଧୀରେ ଛାଡ଼ିଲେ ଶୁଭ ଫଳ ମିଳିଥାଏ। ନମ୍ବର 10, ଜୋତା ଚୋରି ହେଲେ ଶୁଭ ହୋଇଥାଏ। ଶନିବାରରେ ଚମଡ଼ା ଜୋତା ଚୋରି ହେଲେ ଅଧିକ ଶୁଭ ହୋଇଥାଏ ଏବଂ ମନ୍ଦିର ପାଖରୁ ଯଦି ଜୋତା ଚୋରି ହୁଏ ଜାଣିବେ ଏହା ବହୁତ ଶୁଭ। ନମ୍ବର 11, କୌଣସି ମନ୍ଦିର ଦର୍ଶନରେ ଗଲେ ମନ୍ଦିରର ମୁଖଶାଳାରେ କିଛି ସମୟ ନିଶ୍ଚିନ୍ତ ବସନ୍ତୁ ଏବଂ ମନ୍ଦିରକୁ ଫେରିବା ବେଳେ ମନ୍ଦିର ବିଷୟରେ କିଛି ସମୟ ଭାବି ଭାବି ଫେରନ୍ତୁ। ଏହା କରିବା ଦ୍ୱାରା ଭଗବାନଙ୍କର ଆଶୀର୍ବାଦ ମିଳିଥାଏ। ନମ୍ବର 12, ବେଶୀ ସମୟ ବସି ରହିବା ଫଳରେ ଯେଉଁ ଗୋଡ଼ ଝିମ୍ ଝିମ୍ ହେଉଥିବ ତାର ବିପରୀତ ପାଖର କାନକୁ ଟାଣି ଧରି 7 ଥର ଓମ୍ କହିଲେ ସୁଫଳ ମିଳିଥାଏ। ନମ୍ବର 13, ଯାତ୍ରା କରିବା ସମୟରେ ଯଦି ନିଜେ ଛିଙ୍କି ଦିଅନ୍ତି କିମ୍ବା ଝିଟିପିଟି ଟିକ୍ ଟିକ୍ ଶବ୍ଦ କରେ ବା ଝିଟିପିଟି ଆଗରେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ଜାଣିବେ। ନମ୍ବର 14, ଗୃହର ଦକ୍ଷିଣ ବା ଡାହାଣ ପାର୍ଶ୍ୱରେ ତୁଳସୀ ଚଉରା ରଖନ୍ତୁ ଏବଂ ଯାତ୍ରା ସମୟରେ ତୁଳସୀ ମୂଳର ମାଟି ନିଜ ମଥାରେ ଲଗାଇ ଯାତ୍ରା କରନ୍ତୁ। ନମ୍ବର 15, ଆଖି ତଳ କଳା ଦାଗ ଦୂର କରିବା ପାଇଁ ରାତିରେ ଶୋଇବା ବେଳେ ବାଦାମ ତେଲ ଲଗାନ୍ତୁ ଏବଂ ଅଧା ଚାମଚ ବିଲାତି ରସ ଓ ଅଧା ଚାମଚ ଲେମ୍ବୁ ରସକୁ ମିଶାଇ ଗାଧୋଇବାର 15 ମିନିଟ୍ ପୂର୍ବରୁ କଳା ଦାଗରେ ମାଲିସ କରନ୍ତୁ। 15 ଦିନ ଏହିପରି କରନ୍ତୁ, ଦେଖିବେ ଦାଗ ସବୁ ଲିଭିଯିବ। ନମ୍ବର 16, ଝିଟିପିଟି ମସ୍ତକରେ ପଡ଼ିଲେ ରାଜ୍ୟ ଲାଭ ହୁଏ। ପିଠିରେ ପଡ଼ିଲେ ଐଶ୍ୱର୍ଯ୍ୟ ଲାଭ ହୁଏ। ଦକ୍ଷିଣ ହସ୍ତ ଏବଂ ଗୋଡ଼ରେ ପଡ଼ିଲେ ଅନେକ ଶୁଭ ହୁଏ। ବାମ ହସ୍ତ କିମ୍ବା ଗୋଡ଼ରେ ପଡ଼ିଲେ ଅଶୁଭ ହୁଏ। ଝିଟିପିଟି ବକ୍ଷରେ ପଡ଼ିଲେ ମୃତ୍ୟୁବତ ଦଣ୍ଡ ମିଳିଥାଏ। ନମ୍ବର 17, ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଉଥିଲେ ଲବଙ୍ଗକୁ ଦାନ୍ତରେ ଘଷନ୍ତୁ, ଦେଖିବେ ଜଲ୍ଦି ଆରାମ ମିଳିବ। ନହେଲେ ଆପଣମାନେ ଲବଙ୍ଗ ତେଲ ୟୁଜ୍ କରିପାରିବେ। ନମ୍ବର 18, ଆଖି ପତାକୁ ଘନ ଏବଂ ଲମ୍ବା କରିବାକୁ ହେଲେ ରାତିରେ ଶୋଇବା ପୂର୍ବରୁ 2 ଡ୍ରପ୍ ତେଲ ପତାରେ ଲଗାନ୍ତୁ। ଏହା ଆଖି ପତାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ। ନମ୍ବର 19, ବାନ୍ତି ଆସୁଥିଲେ ପିଆଜ ରସରେ ଲେମ୍ବୁ ରସ ମିଶାଇ ପିଇଲେ ବାନ୍ତି ହେବା ଦୂର ହୋଇଥାଏ। ନମ୍ବର 20, ଆଣ୍ଠୁ ଗଣ୍ଠିରେ ସବୁବେଳେ ଯନ୍ତ୍ରଣା ଅନୁଭବ ହେଉଥିଲେ ଆପଣ 2-3ଟା ପିସ୍ତା ବାଦାମ ଖାଆନ୍ତୁ। କିଛି ଦିନ ମଧ୍ୟରେ ଯନ୍ତ୍ରଣା ଦୂର ହୋଇଯାଇଥାଏ ଏବଂ ଲିମ୍ବ ତେଲ ଆଣ୍ଠୁରେ ମାଲିସ କଲେ ମଧ୍ୟ ଯନ୍ତ୍ରଣା ଦୂର ହୋଇଥାଏ। ଏହି କଥା ସବୁ ମନେ ରଖିବେ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦେବେ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖ ଦୂର କରିବେ। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି।